ନମସ୍କାର ବନ୍ଧୁମାନେ ଆଜିର ଏହି ଭିଡ଼ିଓଟି ହେବାକୁ ଯାଉଛି ବହୁତ ଖାସ୍ ଓ ଜରୁରୀ, କାରଣ ଏପ୍ରିଲ ମାସରେ ଗଠିତ ହେଉଛି ଏକ ବିଶେଷ ଗ୍ରହ ସଂଯୋଗ, ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଏକ ଶକ୍ତିଶାଳୀ ରାଜଯୋଗ ବୋଲି କୁହାଯାଏ। ଏହି ରାଜଯୋଗର ପ୍ରଭାବ କିଛି ରାଶିର ଲୋକମାନଙ୍କ ଭାଗ୍ୟ ପୁରା ବଦଳିଯିବ। ଯେଉଁମାନେ ଗତ କିଛି ସମୟ ଧରି ସମସ୍ୟା, ଅଭାବ ଓ ଚିନ୍ତାରେ ଥିଲେ, ସେମାନଙ୍କ ଜୀବନରେ ଆସିବ ଏକ ବଡ଼ ପରିବର୍ତ୍ତନ। ଟଙ୍କା, ସଫଳତା, ସମ୍ମାନ ସବୁକିଛି ଏମାନଙ୍କ ପାଖକୁ ଆସିବ। ଏମିତି କହିଲେ ଭୁଲ ହେବ ନାହିଁ ଯେ ଏହି 5ଟି ରାଶିର ଲୋକମାନେ ଏପ୍ରିଲ ମାସରେ ରାଜା ଭଳି ଜୀବନ କାଟିବେ। ବନ୍ଧୁମାନେ, ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଏହି 5ଟି ରାଶି ମଧ୍ୟରେ ଆପଣଙ୍କର ରାଶି ମଧ୍ୟ ଥାଇପାରେ। ଏବଂ ଯଦି ଆପଣଙ୍କର ରାଶି ଏହି ତାଲିକାରେ ଥାଏ, ତେବେ ବୁଝିଯାଆନ୍ତୁ ଆପଣଙ୍କର ଜୀବନରେ ଆସୁଛି ଏକ ବଡ଼ ସୁନା ଅବସର। ତେବେ ଚାଲନ୍ତୁ ଜାଣିବା ସେହି 5ଟି ଭାଗ୍ୟଶାଳୀ ରାଶି ବିଷୟରେ। ତା ପୂର୍ବରୁ ଆପଣମାନେ ବି ଈଶ୍ୱରକୁ ମନରୁ ଭକ୍ତି କରୁଥାନ୍ତି କିମ୍ବା ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ମେଷ ରାଶି। ମେଷ ରାଶିର ଲୋକଙ୍କ ପାଇଁ ଏପ୍ରିଲ ମାସ ଅତ୍ୟନ୍ତ ଶୁଭ ହେବ। ଆପଣଙ୍କ ଜୀବନରେ ଯେତେ ସମସ୍ୟା ଥିଲା, ସେଗୁଡ଼ିକ ଧୀରେ ଧୀରେ ଦୂର ହେବ। କାମ କ୍ଷେତ୍ରରେ ବଡ଼ ସଫଳତା ମିଳିବ। ଆପଣଙ୍କୁ ନୂତନ ଚାକିରି ବା ପ୍ରମୋସନ ଯୋଗ ମଧ୍ୟ ଅଛି। ଆପଣଙ୍କର ଆୟ ବଢ଼ିବ ଓ ଆର୍ଥିକ ସ୍ଥିତି ମଜବୁତ ହେବ। ଆପଣଙ୍କର ପରିବାରରେ ସୁଖ ଶାନ୍ତି ରହିବ। ଆପଣଙ୍କୁ ସମସ୍ତେ ସମ୍ମାନ କରିବେ ଏବଂ ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଲୋକପ୍ରିୟତା ବଢ଼ିବ। ଆପଣଙ୍କର ଯଦି ପୂର୍ବରୁ ଋଣ କରଜ ଥିଲା, ତ ସେସବୁ ଶୁଝିବାରେ ଆପଣ ସକ୍ଷମ ହୋଇପାରିବେ। ଆପଣଙ୍କର ଯଦି ଏହି ରାଶି ହୋଇଥାଏ, ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ବୃଷ ରାଶି। ବୃଷ ରାଶି ଲୋକମାନଙ୍କ ପାଇଁ ଏହି ମାସ ଧନ ଓ ଭାଗ୍ୟର ମାସ ହେବ। ଅଚାନକ ଧନ ଲାଭ ହେବାର ଯୋଗ ଅଛି। ଯେଉଁ ଟଙ୍କା ଅଟକିଥିଲା, ସେଥି ଫେରି ପାଇବେ। ବ୍ୟବସାୟୀମାନେ ବଡ଼ ଲାଭ ପାଇପାରନ୍ତି। ଚାକିରିରେ ଉନ୍ନତି ଓ ସୁଯୋଗ ବଢ଼ିବ। ଆପଣଙ୍କର ସମାଜରେ ପ୍ରତିଷ୍ଠା ଓ ସମ୍ମାନ ବଢ଼ିବ ଏବଂ ଲୋକପ୍ରିୟତା ବଢ଼ିବ। ଆପଣଙ୍କ ପ୍ରତି ଲୋକମାନେ ଆକସ୍ମିକ ହେବେ। ଆପଣଙ୍କର ଯଦି ଏହି ରାଶି ହୋଇଥାଏ, ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ତୁଳା ରାଶି। ତୁଳା ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଓ ସୁଖଦ ରହିବ। ଆପଣଙ୍କର ଜୀବନରେ ସମସ୍ତ କିଛି ସକାରାତ୍ମକ ଦିଗକୁ ଯିବ। ଧନ, ସଫଳତା ଓ ସମ୍ମାନ ସବୁ ମିଳିବ। ଆପଣଙ୍କର ପରିବାରରେ ଖୁସି ରହିବ। ଆପଣଙ୍କର ଦାମ୍ପତ୍ୟ ଜୀବନ ମଧ୍ୟ ଭଲ ହେବ। ଆପଣଙ୍କର ଭାଗ୍ୟ ପୁରା ସାଥ ଦେବ। ଆପଣଙ୍କର ଯାହା ବି ଋଣ କରଜ ଥିଲା, ସେସବୁ ଆପଣ ଶୁଝିବାରେ ସକ୍ଷମ ହେବେ। ଆପଣଙ୍କ ବୈବାହିକ ଜୀବନ ମଧ୍ୟ ସୁଖ ଶାନ୍ତିରେ କଟିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ଆପଣ କୌଣସି ଜାଗାକୁ ଭ୍ରମଣ କରିବାକୁ ଯାଇପାରନ୍ତି। ଆପଣଙ୍କର ବ୍ୟାପାର ବାଣିଜ୍ୟ ବହୁତ ଭଲରେ ଚାଲିବ। ଆପଣଙ୍କୁ ରୋଜଗାର କରିବା ପାଇଁ ଚାରିଦିଗରୁ ରାସ୍ତା ଖୋଲିଯିବ। ଆପଣଙ୍କର ଯଦି ତୁଳା ରାଶି ହୋଇଥାଏ, ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ସିଂହ ରାଶି। ସିଂହ ରାଶିର ଲୋକମାନଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ। ଏହି ମାସରେ ସତରେ ସେମାନେ ରାଜା ଭଳି ଜୀବନ କାଟିବେ। ଆପଣଙ୍କର ଡେଲି ଇନକମ୍ରେ ବୃଦ୍ଧି ପାଇବ। ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ବହୁତ ବଡ଼ ସଫଳତା ମିଳିବ। ଆପଣ କୌଣସି ଜାଗାକୁ ଭ୍ରମଣ କରିବାକୁ ଯାଇପାରନ୍ତି। ବ୍ୟାପାର ବାଣିଜ୍ୟ ବହୁତ ଭଲରେ ଚାଲିବ। ଆପଣଙ୍କର ଯେକୌଣସି ମନସ୍କାମନା ମଧ୍ୟ ପୂରଣ ହୋଇପାରେ। ଆପଣଙ୍କର ଚାକିରି କ୍ଷେତ୍ରରେ ପ୍ରମୋସନ ହେବାର ମଧ୍ୟ ଯୋଗ ରହିଅଛି। ଆପଣ
ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ସ୍ୱାସ୍ଥ୍ୟରେ ସୁଧାର ଆସିପାରେ। ଆପଣ କୌଣସି ଜାଗାକୁ ଭ୍ରମଣ କରିବାକୁ ଯାଇପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିପାରେ। ତ ବନ୍ଧୁମାନେ, ଆପଣଙ୍କର ଯଦି ଏହି ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ମୀନ ରାଶି। ମୀନ ରାଶିର ଲୋକଙ୍କ ପାଇଁ ଏପ୍ରିଲ ମାସ ଗୋଲ୍ଡେନ୍ ଟାଇମ୍ ହେବ। ଆପଣଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିପାରେ। ଆପଣଙ୍କର ଅଚାନକ ଧନ ଲାଭ ହେବାର ଯୋଗ ମଧ୍ୟ ରହିଅଛି। ବ୍ୟାପାର ବାଣିଜ୍ୟରେ ବହୁତ ଭଲ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିପାରନ୍ତି। ଆପଣ କୌଣସି ଧାର୍ମିକ ସ୍ଥାନ କିମ୍ବା ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ପରିବାର ଏବଂ ବୈବାହିକ ଜୀବନ ସୁଖ ଶାନ୍ତିରେ କଟିବ। ଆପଣଙ୍କର ଯଦି ଏହି ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ତେବେ ବନ୍ଧୁମାନେ, ଏହି 5ଟି ରାଶି ଏପ୍ରିଲ ମାସରେ ରାଜା ଭଳି ଜୀବନ କାଟିବେ। ଆପଣଙ୍କର ରାଶି ଏହି ତାଲିକାରେ ଅଛି କି? କମେଣ୍ଟରେ ଆପଣ ନିଜ ନାମ ଲେଖନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ମା ଲକ୍ଷ୍ମୀ।